କରିବେ ତାଙ୍କୁ କହିବାର ଅଧିକାର ଅଛି। ସେ ବିରୋଧୀ ଦଳ କହିବେ କିନ୍ତୁ ଯଥାର୍ଥତା ନାହିଁ କାହିଁକି ନା ଆମେ 17 ଲକ୍ଷ ଦିଦିଙ୍କୁ ମାନେ ଏସଏଚଜି ଦିଦିଙ୍କୁ ଲକ୍ଷପତି କରିବା ଟାର୍ଗେଟ କରିଥିଲୁ। ଆମେ 91% ସଫଳ ହେଇଛୁ। ଶିକ୍ଷା ପାଇଁ ଗୋଦାବର୍ଷ ମିଶ୍ର ସ୍କୁଲ ପ୍ରତ୍ୟେକ ପଞ୍ଚାୟତରେ ଗୋଟେ ଗୋଟେ ହବ 5 କୋଟି ଟଙ୍କା ଖର୍ଚ୍ଚ ହବ ଗୋଟେ ସ୍କୁଲରେ। ଚିନ୍ତା କରନ୍ତୁ ସବୁ ପଞ୍ଚାୟତରେ ଗୋଟେ ଗୋଟେ ହବ। ସେ କେବେ ଭାବିଥିଲେ ଏମିତି? କେବେ ଭାବିନଥିଲେ। କେତେ ଆଳୁ ପ୍ରଡକ୍ସନ କରୁଥିଲେ, କେତେ ଅଣ୍ଡା ପ୍ରଡକ୍ସନ କରୁଥିଲେ, କେତେ ମାଛ ପ୍ରଡକ୍ସନ କରୁଥିଲେ। ସେମାନେ କିଛି କରୁନଥିଲେ, ଓଡିଶାକୁ ବୁଡେଇ ଦେଇଥିଲେ। କିନ୍ତୁ ଅବିକା ଧୀରେ ଧୀରେ ଓଡିଶା ଆଗକୁ ଯାଉଛି, ବଢୁଛି। ଗୋଟିଏ ବର୍ଷ ଭିତରେ ଆମେ ଯେତିକି ସ୍ଟେପ୍ ନେଇ ସାରିଲୁଣି ଏଟା ଅବିଶ୍ଵସନୀୟ। ବିରୋଧୀ ଦଳ ତାଙ୍କ କାମ କରିବା ଉଚିତ ମଧ୍ୟ। ତାଙ୍କ କାମ ସେ ନ କଲେ ତାଙ୍କ ଭାତ ହଜମ ହବ ନା, ସେମାନେ କରିବେ। ଆଉ ଆମେ ବିରୋଧୀ ଦଳରେ ଥିଲାବେଳେ ବି ଆମେ କରୁଥିଲୁ, ଆମର ବିଭିନ୍ନ କାର୍ଯ୍ୟକଳାପ କରୁଥିଲୁ। ତ ତାଙ୍କ ଉପରେ ଆମର ଏତେ ଧ୍ୟାନ ନାହିଁ, ସେ କରନ୍ତୁ ତାଙ୍କ କାମ, କିନ୍ତୁ ଆମ କାମ ଆମେ କରିବୁ। ଆମେ ଗୋଟେ ବର୍ଷ ଭିତରେ ଯାହା କାମ କଲୁ ତାର ଆଡଭର୍ଟାଇଜମେଣ୍ଟ କେମିତି ହବ ଆମେ ଚଲେଇବୁ। ଆମର ମେଳା, ବିକାଶ ମେଳା ହଉଛି ବିଭିନ୍ନ ଜିଲ୍ଲା ମାନଙ୍କରେ ଆମ ମନ୍ତ୍ରୀ ମାନେ ଗସ୍ତ କରିବେ, ଆମର ପ୍ରଚାର ପ୍ରସାର ହବ ଏବଂ ପ୍ରତ୍ୟେକ ଘରେ ଗୋଟେ ଗୋଟେ ଲିଫଲେଟ ପହଞ୍ଚିବ। ଆମର ସେ ଲିଫଲେଟରେ ଆମେ କଣ କଲୁ ଡିଟେଲ ଲେଖିକିରି ଆମେ ଦବୁ। ତେଣୁ ଆମ କାମ ଆମେ କରିବୁ, ତାଙ୍କ କାମ ସେ କରିବାକୁ ଆମେ ତାଙ୍କୁ ମନା କରୁ। ନା ସେ କରିବେ ପରା କହିଲେ ଆପଣ। ଆମେ ଦେଖନ୍ତୁ ଆମେ କେତେ କାମ କଲୁ। ଆମେ ସେ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ଦେଲୁ, ଯୋଉଟା କି ଅସମ୍ଭବ ଥିଲା। ସେମାନେ ଭାବୁଥିଲେ 50,000 କଣ ଏମାନେ ଦେଇପାରିବେ। ଆମେ ଦେଲୁ, କୋଟିଏ ମହିଳା ପାଇଲେ। 3100 ଟଙ୍କା ଧାନ ପର କୁଇଣ୍ଟାଲ ଦବୁ, ଏ କଥା ସେ ବିଶ୍ୱାସ କରୁନଥିଲେ। ହସିକିରି ଗଡିଗଲେ। ବିଧାନସଭାରେ କହିଲେ ଆମେ ତ 100 ଟଙ୍କା ଦେଇ ପଡିଲ, ତମେ 800 ଟଙ୍କା କେମିତି ଦବ। ଆମେ ଦେଲୁ, ଦେଇକି ଦେଖେଇଲୁ। ଅବିକା କୃଷକ ସମାଜ ବହୁତ ଖୁସି ଅଛନ୍ତି। କୃଷକ ଖୁସି, ମା ମାନେ ଭଉଣୀ ମାନେ ଖୁସି। ଅବିକା ଉତ୍କର୍ଷ ଓଡିଶା ଜରିଆରେ 17 ଲକ୍ଷ କୋଟି ଟଙ୍କାର ଏମୟୁ ସାଇନ୍ ହେଲା। ବିଭିନ୍ନ ଜିଲ୍ଲା ମାନଙ୍କରେ ଶିଳାନ୍ୟାସ ଚାଲିଛି। ମୋ ଜିଲ୍ଲାରେ ତ 3ଟା ଫ୍ୟାକ୍ଟ୍ରି ଆସୁଛି। 3ଟା ଫ୍ୟାକ୍ଟ୍ରି, ୱାରି ଏନର୍ଜି, ଆଇନକ୍ସ ୱିଣ୍ଡସ ଏବଂ କଲ୍ୟାଣୀ ଇଣ୍ଡଷ୍ଟ୍ରି। ଏ 3ଟି ଇଣ୍ଡଷ୍ଟ୍ରିରେ ମିନିମମ୍ 25,000 ରୁ 30,000 ପିଲା ଚାକିରି ପାଇବେ। ମତେ କୁହନ୍ତୁ ମୋ ଜିଲ୍ଲାରେ ଆଉ ଗୋଟିଏ ପିଲା ବାହାରକୁ ଯିବ କାମ କରିବା ପାଇଁ? ନା, ମୋର ତ 25-30,000 ଚାକିରି ବାହାରିବ ବର୍ଷକେ ଭିତରେ। ତେଣୁ ଯୁବକ ମାନଙ୍କ ପାଇଁ, ଯୁବତୀ ମାନଙ୍କ ପାଇଁ ଏ ସରକାର କାମ କଲା। ଏ ସରକାର ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି କାମ କଲା। ବିଭିନ୍ନ ଜିଲ୍ଲାରେ କେମିତି ମେଡିକାଲ କଲେଜ ଖୋଲା ହବ ସେ ଯୋଜନା ବର୍ତ୍ତମାନ କଲା। ଆମର 4ଟା ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ। ତେଣୁ ଆମର ଟାର୍ଗେଟ ଅଛି ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ମେଡିକାଲ କଲେଜ ଖୋଲିବ। ମୁଁ କହିଲି ପରା ସେମାନେ କହିବେ, ତାଙ୍କୁ କହିବାର ଅଧିକାର ଅଛି। ସେ ବିରୋଧୀ ଦଳ କହିବେ କିନ୍ତୁ ଯଥାର୍ଥତା ନାହିଁ କାହିଁକି ନା ଆମେ 17 ଲକ୍ଷ ଦିଦିଙ୍କୁ ମାନେ ଏସଏଚଜି ଦିଦିଙ୍କୁ ଲକ୍ଷପତି କରିବା ଟାର୍ଗେଟ କରିଥିଲୁ। ଆମେ 91% ସଫଳ ହେଇଛୁ। ସାରା ଭାରତ ବର୍ଷରେ ଆମେ ପ୍ରଥମ ହେଇଛୁ ମହିଳା ମାନଙ୍କ ପାଇଁ। ଏବଂ ମହିଳା ମାନଙ୍କ ପାଇଁ ଆମେ ଯୋଉ ମାନେ ସୁଭଦ୍ରା ଯୋଜନା ଲାଗୁ କଲୁ, ଏଟା କେବେ ସେ ଭାବିଥିଲେ? କେବେ ଭାବିନଥିଲେ। ଆମେ ମହିଳା ମାନଙ୍କ ପାଇଁ ବି କାମ କରୁଛୁ, କୃଷକ ମାନଙ୍କ ପାଇଁ ବି କାମ କରୁଛୁ, ଆମେ ଯୁବକ ମାନଙ୍କ ପାଇଁ କାମ କରୁଛୁ, ଆମେ ଅଲରାଉଣ୍ଡ ଡେଭଲପମେଣ୍ଟ ପାଇଁ କାମ କରୁଛୁ। ଶିକ୍ଷା ପାଇଁ ଗୋଦାବର୍ଷ ମିଶ୍ର ସ୍କୁଲ ପ୍ରତ୍ୟେକ ପଞ୍ଚାୟତରେ ଗୋଟେ ଗୋଟେ ହବ 5 କୋଟି ଟଙ୍କା ଖର୍ଚ୍ଚ ହବ ଗୋଟେ ସ୍କୁଲରେ। ଚିନ୍ତା କରନ୍ତୁ ସବୁ ପଞ୍ଚାୟତରେ ଗୋଟେ ଗୋଟେ ହବ। ସେ କେବେ ଭାବିଥିଲେ ଏମିତି? କେବେ ଭାବିନଥିଲେ। ଆମେ ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଷ୍ଟାଡିୟମ କରିବାକୁ ଚାହୁଁଛୁ। 14,50,00,000 ଟଙ୍କା ଗୋଟେ ଗୋଟେ ଷ୍ଟାଡିୟମରେ ଖର୍ଚ୍ଚ ହବ। ସେ କେବେ ଭାବିଥିଲେ? କେବେ ଭାବିନଥିଲେ। ସେ କେତେ % ଇରିଗେସନ କରିଛନ୍ତି ତାଙ୍କ ସମୟ ଭିତରେ? ଇରିଗେସନ କରିନାହାନ୍ତି। ଆମ ମୁଖ୍ୟମନ୍ତ୍ରୀ 15 ଲକ୍ଷ ହେକ୍ଟର ଜାଗାକୁ ଜଳସେଚନ ଏଇ ବର୍ଷ କରିବା ପାଇଁ ମଧ୍ୟ ଯୋଜନା କରିଛନ୍ତି। ଆମେ ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର କରିବା ପାଇଁ ଅଲରେଡି ଫାଇନାନ୍ସ କରିଦେଇଛୁ। ସେ କେଇଟା କୋଲ୍ଡ ଷ୍ଟୋର ଥିଲା ତାଙ୍କର? 24 ବର୍ଷ ଶାସନ କଲେ ପରା। କେତେଟା କୋଲ୍ଡ ଷ୍ଟୋର ଥିଲା? କେତେ ଆଳୁ ପ୍ରଡକ୍ସନ କରୁଥିଲେ, କେତେ ଅଣ୍ଡା ପ୍ରଡକ୍ସନ କରୁଥିଲେ, କେତେ ମାଛ ପ୍ରଡକ୍ସନ କରୁଥିଲେ।
ସେମାନେ କିଛି କରୁନଥିଲେ, ଓଡ଼ିଶାକୁ ବୁଡେଇ ଦେଇଥିଲେ। କିନ୍ତୁ ଅବିକା ଧୀରେ ଧୀରେ ଓଡ଼ିଶା ଆଗକୁ ଯାଉଛି, ବଢୁଛି। ଗୋଟିଏ ବର୍ଷ ଭିତରେ ଆମେ ଯେତିକି ସ୍ଟେପ୍ ନେଇ ସାରିଲୁଣି, ଏଇଟା ଅବିଶ୍वसନୀୟ। କେବଳ ମୋହନ ମାଝୀଙ୍କ ନେତୃତ୍ୱରେ ଏ ସଫଳ ହେଇଛି। ଆମର ଟାର୍ଗେଟ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟ କରିବୁ। ଆଉ 2047 ସୁଦ୍ଧା ଭାରତ ବର୍ଷ ଯେତେବେଳେ ବିକଶିତ ରାଷ୍ଟ୍ର ହବ, ଆମେ ଆଗ ଧାଡ଼ିରେ ଠିଆ ହେଇଥିବୁ।